कथा चारिपद कहवा ना तेणु तो पाला अनुष्ठान समस्त गायक मान एकत्रित है प्रभु कथा चारिपद कहवा ना इाड़े सियाड़े धरले कौन हम कौन तेणु मोर ज्ञानी मंडली भगवान कथा आज्ञा कृष्णकर कथा पद टे कहवा कहला करवा हे साधु जन मन एक दान हे भारी मन एक दान वर्ण डेरी कमलन जन ठाकु समस्त बाबद खंडन हो जाए भगवान कृष्णकर कथा चारिपद कहवा धन रे एक दिन घटना है कौन भगवान श्रीकृष्ण जमुना कूल कदम मूल थी समय राधा गोटे कलसी नहीं से जमुना कूल पहुंचले भगवान कृष्ण कहे राधे देख ग्रीष्म समय आसिले खरा है नहीं टे मदन कुंजक जावाई इच्छा तो ग्रीष्म समय पाला तो बहुत कथा कही तेणु ग्रीष्म समय गोटे बंधन कौन है क्रमे मधु शेष
କିଭଳି ଗ୍ରୀଷ୍ମ ସମୟ ଆସି ପହଞ୍ଚିଲେ ଟିକେ ମଦନ କୁଞ୍ଜକୁ ଯିବା ପାଇଁ ଇଚ୍ଛା ଅଛି। ଯେତେବେଳେ ଏଇ କଥା କହିଦେଲା ଯେ ଭଗବାନ କୃଷ୍ଣ ରାଧେ କହିଲେ ପ୍ରଭୁ ଏ କଥା କାହିଁ ମୋ ମନକୁ ଆସୁନି। ହେ ନଟନାଗର ହଟିଆ ଠାକୁର କହ୍ନେଇ ମୋ କଥାରେ ମୁଁ ବିଶ୍ୱାସ ନାଇଁ। ଏତିକି ବେଳେ ରାଧା କହିଲେ ପ୍ରଭୁ ମଦନ କୁଞ୍ଜକୁ ଯିବ ମୁଁ ସଜେଇକି ରଖିଛି ହେଲେ କେତେବେଳେ ଯିବ? ରାଧା କହିଲେ ଆଜ୍ଞା କହିଲେ ପ୍ରଭୁ ରାଧିକା ବୋଇଲେ ପ୍ରଭୁ କେତେ ବେଳକୁ ଯିବ ଠିକଣା କଥାଟି ପ୍ରଭୁ ମୋର ଆଗେ ଭଗବାନ କୃଷ୍ଣ କହିଲେ ରାଧେ ମୁଁ ନିଶ୍ଚୟ ମଦନ କୁଞ୍ଜରେ ପହଞ୍ଚିବି। କେତେବେଳେ ପହଞ୍ଚିବି? ଭଗବାନ କୃଷ୍ଣ କହିଲେ କହିଲା ଶ୍ରୀକୃଷ୍ଣ ବୋଇଲେ ନିଶି ଶ୍ରୀକୃଷ୍ଣ ବୋଇଲେ ନିଶି 5 ଘଡ଼ି ଠାରେ 5 ଘଡ଼ି ଠାରେ ପ୍ରଭୁ କହିଲେ ରାଧେ ରାତ୍ରର 5 ଘଡ଼ି ସମୟରେ ମୁଁ ଅବଶ୍ୟ ମଦନ କୁଞ୍ଜରେ ପହଞ୍ଚିବି ରେ। ରାଧା ଗଲେ ତାଙ୍କ ବୁଢ଼ାକୁ ନନ୍ଦଗୃହକୁ ଗଲେ ଭଗବାନ ଶ୍ରୀକୃଷ୍ଣ ନା ନାଇଁ। ଯେତେବେଳେ କ୍ରମଶଃ ରାତି ବଢି ବଢି ଯାଉଛି 5 ଘଡ଼ି ରାତି ହେଇଛି ଭଗବାନ କୃଷ୍ଣ ବାହାରିଲେ। କୁହ କିନ୍ତୁ ବାହାରିଲେ କହିଲା ଏକାଳେ ବିଜୟ କଲେ ଯଶୋଦାକୁ ମୋର ଗଲେ ଯଶୋଦାକୁ ମୋର ମନରେ ରାଧିକା ପ୍ରୀତି ଆନନ୍ଦ ପାର ପ୍ରୀତି ଆନନ୍ଦ ସମୟରେ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ମଦନ କୁଞ୍ଜକୁ ଯାଉଛନ୍ତି ବାଟରେ କଥାଟା ଖଚମା ହେଲା। କଣ ହେଲା? କହିଲା କପଟରେ ରାଧା ବେଶ ଧରି ଚନ୍ଦ୍ରାବଳୀ ଶ୍ରୀକୃଷ୍ଣକୁ ନେଇ ନିଜ ପୁରେ କଲା କେଳି ଗଲା ଗଲା ନେଇ କଲା ମଦନ କୁଞ୍ଜକୁ ଯିବା ସମୟରେ ବାଟରେ ଘଟଣା ହେଲା କଣ? ଚନ୍ଦ୍ରାବଳୀ ରାଧା ବେଶକୁ ଧାରଣ କରି ଭଗବାନ କୃଷ୍ଣକୁ ନେଇ ତାଙ୍କ ନିଜ ଗୃହରେ କେଳି ରଚନା କଲାରେ ରାଧା ପଣ୍ଡିତ କଲେ ସେଇ ମଦନ କୁଞ୍ଜକୁ ଫୁଲର ସଜ କରି ସଖୀ ମାନଙ୍କ ଘଣରେ ଭଗବାନ କୃଷ୍ଣଙ୍କୁ ଚାହିଁ ଚାହିଁ ମଦନ କୁଞ୍ଜ ରାତି ପାହିଗଲା। ବସିଛନ୍ତି ମଦନ କୁଞ୍ଜରେ
ରାତି ପାହି ଯାଇଛି ଘଟଣା ହେଲା କଣ ବିରହ ଜଳାକୁ ସହି ନ ପାରି ମଦନ କୁଞ୍ଜକୁ ଭାଙ୍ଗି ଫିଙ୍ଗି ଯାଇ ନିଜ ଗୃହରେ ବସି ସେଇ ହଟିଆ ନାଗର କୃଷ୍ଣ କଥାକୁ ଭାବୁଛନ୍ତି ରେ ନିଜ ଗୃହରେ ବସି ମନକୁ ମନ ଭୂମିକୁ ତାଡୁଛନ୍ତି ବିରହ ଜାଳକୁ ଆଉ ସହିପାରିଲେନି ମନେ ମନେ ଆଜି ଭୂମିକୁ ତାଡୁଛନ୍ତି ଏତିକି ବେଳେ ହେଲା ଘଟଣା କଣ ଧନରେ କହିଲା ଏହି ସମୟରେ ଇଏ ଲଳିତା ସଖୀ ଇଏ ଯାଇ ମିଳିଲେ କି ହେଲା ବୋଲିନ ତାଙ୍କ ସଖୀ ପହଞ୍ଚିଲା ରାଧାଙ୍କ ନିକଟରେ ରାଧା ମନକୁ ମାରି ବସିଛନ୍ତି ବିରହ ଜାଳକୁ ସହିପାରିଲେନି ଲଳିତା କହିଲେ ରାଧେ କାହିଁକି ମନ ଦୁଃଖ କରି ବସିଛ ଆଜି କଣ ହେଇଛି କି ଏତିକି ବେଳେ ରାଧା କହିଲେ ସଖୀରେ ମୁଁ ଆଉ ସେ କଥା ତୋତେ କହିପାରିବି ନାହିଁ ରେ ମତେ କହନା ସଖୀରେ ମୁଁ ବାରମ୍ବାର ନିନ୍ଦାକୁ ଆଉ ସହିପାରିବିନି ନିନ୍ଦା କଷଣକୁ ଆଉ ସହିପାରିବିନି ବ୍ରଜପୁରରେ 1600 ସୁବର୍ଣ୍ଣ ନାରୀ ମାନେ ଅଛନ୍ତି ହେଲେ କାହାରି ନାମରେ ନିନ୍ଦା ନାହିଁ ମୁଁ କାହିଁକି କୃଷ୍ଣ କଥାରେ ପରିଚାଳିତ ହେଲି ସେ କହ୍ନେଇ କଥାରେ ପରିଚାଳିତ ହେଲି ସଖୀରେ କୃଷ୍ଣ କଥା ମୋ କର୍ଣ୍ଣରେ ଆଉ ଶୁଣାଇବ ନାହିଁ ରେ କହିଲେ ଆଗ ପ୍ରିୟ ସହି ଛାତି ପଥର ହେଲାଣି ସହି ସହି ଆଗ ପ୍ରିୟ ସହି ହେ ସଖୀ ମୁଁ ଆଜି ଛାତିକୁ ପଥର କରି ସାରିଲେଣି କାହିଁକି ଜାଣିଛୁ କହିଲା କେତେ ଯମୁନା ଯାଉ ନାହିଁ କେଶ୍ୟାମ
ତୋଷଣ ମୁଁ ସହିପାରିବିନି। ହଁ ମତେ କଣ୍ଟ ଦେଇଥିଲା ଯେ ମଦନ ଗୁଞ୍ଜ ମୋ ରାତି ପାହିଲା ହେଲେ ସେ ହଟିଆ ନଟନାଗର ବର କହ୍ନେଇ କୋଉଠି ରହିଲା ମୁଁ କହିପାରିବି ସଖିରେ ଆଉ ସେ କୃଷ୍ଣ କଥା ମୋ କର୍ମରେ ଶୁଣାଇବ ନାହିଁ ରେ। କହିବାକୁ ଯାଉଛନ୍ତି ରାଧା କହିଲେ ସଖିରେ ମୋ କଥାକୁ ଟିକେ ମନେ ରଖ। ସେ କଣ କହିଲେ କହିଲା କରୁଛି ନିୟମ ଶୁଣ ସଖୀ ଗଣ ସତ୍ୟ କହୁଅଛି ତୋରେ ନ ଚାହିଁବି ତାର କାଳିଆ ବଦନ ରାୟ ରାମାନନ୍ଦ ବୋଲେ लो ସହି କଳା ବଦନ ଚାହିଁବି ଏ କଳା ଦର୍ଜକୁ ଦିଅ ଘୁଙ୍କାଇଲ ଏତିକି ବେଳେ ରାଧା କହିଲା ସଖିରେ ଆଜିଠାରୁ ମୁଁ 12 7 ନିୟମ କଲି ଆଉ କଳା ଦ୍ରବ୍ୟକୁ ଚାହିଁବିନି କଳା ଜିନିଷକୁ ଦର୍ଶନ କରିବି ନାହିଁ। ମୋ ଗୃହରେ ଯେତେ କଳା ଜିନିଷ ଅଛି ସେଗୁଡ଼ିକ କାଢି ନେଇ ସିଏ ଯମୁନା ଗଣ୍ଡରେ ଭେଙ୍ଗି ଦିଅରେ। ସଖୀ ସେ ମୋର ଭଗାରୀ ସଖୀ ସେ ମୋର ଆଉ କଣ କହିଲେ ମୋ କଥାକୁ ଟିକେ ମନେ ରଖ। ଏଇଠି ରାଧା କହିବାକୁ ଯାଉଛନ୍ତି କୃଷ୍ଣ ବନ ସେ ଜହ ନକେ ସଜনী ତୁମେ ସଜା
ରାଧା କହିଲେ ଲଳିତା କୃଷ୍ଣ ବର୍ଣ୍ଣର ସେଜକୁ ଆଉ ସଜେଇବ ନାହିଁ ଆଉ କଣ କରିବ କୃଷ୍ଣ ବର୍ଣ୍ଣର ଚୁଡ଼ିକୁ କାଢି ମୋ ହସ୍ତରେ ସୁବର୍ଣ୍ଣ ଚୁଡ଼ି ପିନ୍ଧେଇ ଦିଅ ରେ ହେ ଆଉ କଣ କହିଲେ କହିଲେ ନୀଳମଣି ହାର ଗଳାରୁ ନୀଳମଣି ହାରକୁ ମୁଁ ଆଉ ଗଳାରେ ପିନ୍ଧିବି ନାହିଁ ନୀଳବର୍ଣ୍ଣର ଶାଢ଼ୀକୁ ମୋ ଦେହରୁ କାଢି ମତେ ଅନ୍ୟ ଶାଢ଼ୀ କିଛି ପିନ୍ଧାଇ ଦିଅ ସଖିରେ କହିଲେ ଭାଙ୍ଗି ପିଣ୍ଡରିକି ଶୁଆ ସାରିକି ତଳେ ଉଡ଼ାଇ ଦିଅ ହେ କୃଷ୍ଣ ବର୍ଣ୍ଣର ଚାମର ଅଛି ଆଲଟ ଅଛି ଏଗୁଡିକ ନେଇକି ଠାକୁର ଘରୁ ଅନ୍ୟ ଗଣ୍ଡୁକୀ ନଦୀ ବା ଯମୁନା ନଦୀରେ ଯାଇ ଫିଙ୍ଗି ଦିଅ ତେଣେ ସଖୀରେ ଇଏ ଆଉ ମୋର ଲୋଡ଼ା ହବ ନାହିଁ ଚିନ୍ତା ତ କଲେ ଆଉ କଳାକୁ ମୁଁ ଦେଖିବି ନାହିଁ ଯେତେବେଳେ ଏଇଭଳି ଆଜ୍ଞା ପଣ କଲେ ଏତିକି ବେଳେ ଲଳିତା ଚିନ୍ତା କଲେ ରାଧା ଯୋଉ ପଣ କଲେଣି ଅସମ୍ଭାଳ ହେଲେଣି ରାଧା ମାନ କରି ବସିଲେ ଏତିକି ବେଳେ ଲଳିତା କଲେ କଣ ଯାଇ ପହଞ୍ଚିଲେ ଭଗବାନ କୃଷ୍ଣଙ୍କ ନିକଟରେ କଲା ଏହି ସମୟରେ ଲଳିତା ସଜନୀ କୃଷ୍ଣଙ୍କ ପାଶେ ପ୍ରଭୁ ରାଧା ଯୋଉ ମାନ କରି ବସିଛନ୍ତି ଆଉ ରାଧା ଜୀବନରେ ବଞ୍ଚିବେ ନାହିଁ ରାଧାଙ୍କ ମାନକୁ ତୁମକୁ ଭାଙ୍ଗିବାକୁ ପଡିବ କହିଲେ ଭଗବାନ କୃଷ୍ଣ ଚିନ୍ତା କଲେ ରାଧାଙ୍କର ମାନକୁ ଭାଙ୍ଗିବା ପାଇଁ ହେଲେ କଣ କରିବାକୁ ପଡିବ ଯାଇ ପୂର୍ଣ୍ଣମାସୀଙ୍କ ନିକଟରେ ମା ପୂର୍ଣ୍ଣମାସୀଙ୍କ ନିକଟରେ ପ୍ରବେଶ ହୋଇ କହିଲେ ମା ରାଧା ତ ଏଭଳି ମାନ କରି ବସିଛନ୍ତି ଏ ରାଧାଙ୍କର ମାନକୁ ଭାଙ୍ଗିବା ପାଇଁ ହେଲେ ମତେ କଣ କରିବାକୁ ପଡିବ ହେ କାହିଁକି ମୋ ନିକଟକୁ ଆସିଲେ ମୋ ପାଖକୁ ପାଏ କିଛି ନାହିଁ ଆପଣ କୈଳାସକୁ ଯାଆନ୍ତୁ କର୍ମ କର୍ମଦାୟକ ଶଙ୍କର ଭଗବାନ ତାଙ୍କରି ନିକଟରେ ପହଞ୍ଚିବେ ତାଙ୍କ ଠାରୁ ବିଭୂତି ଭୂଷଣ ଆଉ ଯୋଗୀ ବେଶକୁ ଧାରଣ କରି ରାଧାଙ୍କ ନିକଟରେ ପହଞ୍ଚିଲେ ରାଧାଙ୍କର ମାନ ଭାଙ୍ଗିବ ହେ ଶ୍ରୀକୃଷ୍ଣ
ଶିବଙ୍କ ନିକଟରେ ବନ୍ଦେ ଦେବ ଉମାପତି ସୁର ଗୁରୁ ବନ୍ଦେ ଜଗତ କାରଣ ବନ୍ଦେ କର୍ଣ୍ଣନ ଭୂଷଣ ମୃଗଧର ବନ୍ଦେ ବସୁନାଥ ବନ୍ଦେ ସୂର୍ଯ୍ୟ ସୁଧାଙ୍ଗ ନୟନ ବନ୍ଦେ ମୁକୁନ୍ଦ ବନ୍ଦେ ଭକ୍ତ ନାଶ ବନ୍ଦେ ଶିବ ପହଞ୍ଚିଲେ କୈଳାସରେ ଭଗବାନ ଶଙ୍କରଙ୍କ ନିକଟରେ ଏତିକି ବେଳେ ଶଙ୍କର ଭଗବାନ କଲେ କଣ ଧନରେ ଶଙ୍କର ଭଗବାନ କରିଛନ୍ତି କଣ ଯେତେବେଳେ ଶ୍ରୀକୃଷ୍ଣଙ୍କୁ ଦେଖିଦେଲେ ଧନ କହିଲା ଶ୍ରୀକୃଷ୍ଣକୁ ଦେଖି ହର ନମସ୍କାର କଲେ ରାକ୍ଷସ ମାନେ ଧାଡ଼ି ଦେଲେ କି ରାକ୍ଷସ ମାନଙ୍କର ବୃନ୍ଦାବନରେ ପହଞ୍ଚିଲେ ଏଇଥିପାଇଁ ମୋ ନିକଟକୁ ଧାଇଁ ଆସିଲ ଏତିକି ବେଳେ ଭଗବାନ ଶ୍ରୀକୃଷ୍ଣ କହିଲେ ନା ନା ଶଙ୍କର ଭଗବାନ ସେ କଥା ନୁହଁ କଣ କହିଲେ ଶ୍ରୀକୃଷ୍ଣ କହନ୍ତି ଶୁଣ ପଶୁପତି ସଧୀରେ କହନ୍ତି ନିକଟରେ ଆଜି କହିବାକୁ ଯାଉଛନ୍ତି ଶଙ୍କର ଭଗବାନ କହିଲେ ପ୍ରଭୁ କେତେ କାର୍ଯ୍ୟରେ ମୁଁ ପୁରକୁ ଆସିଲେ ପ୍ରଭୁ କଣ କହିଲେ କହିଲେ ରାଧା ତ ମାନ କରି ବସିଛନ୍ତି ଏଇ ରାଧାଙ୍କର ମାନକୁ ଭାଙ୍ଗିବା ପାଇଁ ନିକଟରେ ପହଞ୍ଚିଛି ଶ୍ରୀକୃଷ୍ଣ କହନ୍ତି
ଯୋଗୀ ବେଶକୁ ଦେଲେ ଏଇ ଯୋଗୀ ବେଶକୁ ଧାରଣ କରି ରାଧାଙ୍କର ମାନକୁ ନିଶ୍ଚିତ ଭାବରେ ଭାଙ୍ଗିଦେବି। ଆସନ୍ତୁ ଆମେ ବନ୍ଦ କରିବା ଆଉ ଘଟଣାଟା ଆଜ୍ଞା ହେଲା କଣ କହିଲା ପ୍ରଭୁ ଏପରି ଶୁଣିଲେ ପ୍ରଭୁ ଏପରି କହିଲା ଯୋଗୀ ବେଶ ଦେବା ପାଇଁ ଆଗଭର ହେଲେ ଶଙ୍କର ଭଗବାନ ଭଣ୍ଡାର ଗୃହରେ ପହଞ୍ଚିଲେ। ଧନ ସମସ୍ତ ଭଣ୍ଡାର ଘରକୁ ଖୋଲି ଯୋଗୀ ବେଶ ଆଉ ତାଙ୍କ ଲାଉ ଥାଳ ରୁଦ୍ରାକ୍ଷ ମାଳି ତାଙ୍କର ବିଭୂତି ଭୂଷଣ ଆଣି ଦେଇଦେଲେ। ଆଜ୍ଞା ଶଙ୍କର ଭଗବାନ କାହାକୁ? ଶ୍ରୀକୃଷ୍ଣଙ୍କୁ ଦେଲେ। କହିଲେ ପ୍ରଭୁ ମୁଁ ତ ଆପଣଙ୍କୁ ଦେଇଦେଲି, ଏଥର ଆପଣ ଟିକେ ଯୋଗୀ ବେଶକୁ ଧାରଣ କରି ମୋ ନିକଟରେ ଦଣ୍ଡାୟମାନ ହୁଅନ୍ତୁ। ହେ ଥିଲା କିଭଳି କହିଲା ବନ୍ଦେ ଦେବ ଉମାପତି ସୁର ପ୍ରଭୁଙ୍କର ଶ୍ରୀକୃଷ୍ଣଙ୍କର ବେଶ ଧାରଣ କରିଛନ୍ତି। କହିଲା କସ୍ତୁରୀ ତିଳ କୌଳଲାଟ ପଟଳେ ବକ୍ଷୀୟ ତଳେ କୌସ୍ତୁଭଂ ନାସାଗ୍ରେ ନବମସ୍ତି କଙ୍କଣ ତଳେ ବେଣୁ ପରେ କଙ୍କଣ ସର୍ବାଙ୍ଗେ ହରିଚନ୍ଦନ ସୁରଳି କଣ୍ଠେ ମୁଗ୍ଧାବଳି ଗୋପଶ୍ରୀ ପରିବେଷ୍ଟିତ ବିଜୟତେ ଶ୍ରୀଗୋପାଳ ଚୂଡ଼ାମଣି। ଶ୍ରୀକୃଷ୍ଣ এইଭଳି ସୁନ୍ଦର ରୂପକୁ ପାଲଟାଇ ଯେତେବେଳେ ଯୋଗୀ ବେଶକୁ ପରିଧାନ କଲେ, ଯୋଗୀ ବେଶ ହେଇଗଲେ ଭଗବାନ ଶ୍ରୀକୃଷ୍ଣ। ଶଙ୍କର ଦେଖି କହୁଛନ୍ତି ଆଜ୍ଞା କଣ କହୁଛନ୍ତି? ସୁନ୍ଦର ରୂପ ହେଇଛନ୍ତି। ଓ ଭଗବାନ ଶ୍ରୀକୃଷ୍ଣଙ୍କୁ ଦେଖି ଶଙ୍କର ଆଜି କହିବାକୁ ଗଲେ, କହିଲା ଜୟ ଜୟ କୃଷ୍ଣ ଚନ୍ଦ୍ର ଜୟ ପୀତବାସ।
ଆଜି ଯୋଗୀ ବେଶକୁ ଧାରଣ କରି ଶିବଙ୍କ ନିକଟରେ ଦଣ୍ଡାୟମାନ ହେବା ସମୟରେ ଶଙ୍କର ଭଗବାନ କହିଲେ ପ୍ରଭୁ ଏବେ ଆପଣ ବ୍ରଜପୁରକୁ ଯାଆନ୍ତୁ ନିଶ୍ଚିତ ଭାବରେ ରାଧାଙ୍କର ମାନ ଭାଙ୍ଗିବ ହେ এইଭଳି ଆଜି ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ବ୍ରଜପୁର ରାଜା ପହଞ୍ଚିଲେ ବ୍ରଜ ଏବଂ ବ୍ରଜାଙ୍ଗନା ମାନେ ଏକତ୍ରିତ ହେଇ ଆଜି ଦେଖିବାକୁ ଯାଉଛନ୍ତି କେଡ଼େ ସୁନ୍ଦର ଯୁବକ ଆଜି ଆସିଛି ଯୋଗୀ ବେଶ କେଡ଼େ ସୁନ୍ଦର ଯୋଗୀ ଆସିଛି ଗୋପାଙ୍ଗନ ମାନେ ଆଜି ଆଶ୍ଚର୍ଯ୍ୟ ହେଇଗଲେ ଦେଖ ଦେଖ ସଖୀ କେଉଁ ଦେଶରେ ଯୋଗୀ ଆସିଛି କେଡ଼େ ସୁନ୍ଦର ରୂପ ହେଇଛି ये जोगी को हम केबे हेले देखी नेत्र देखी ना हूं ये भोली जोगी को नेत्र देखी ही सखी माने भी कथोपकथन हेले तोरे सखी रे हे सुंदर कमनीय रूप हेछि रे देखो की शोभा दिसंती देखो